ଦିନକର କଥା। ସକାଳ ସମୟ ଥିଲା। କରୀନା ଦେବୀ ସବୁଦିନ ପରି ରାସ୍ତା କଡ଼ରେ ଟୋକେଇ ଧରି ମାଛ ବିକୁଥିଲେ। ତାଙ୍କର ଦୁଇ ଝିଅ ପୂଜା ଏବଂ ନେହା ଦୂର ସୀମାରେ ଦେଶ ସେବାରେ ଅଛନ୍ତି। ସେମାନେ ସେନା ଅଧିକାରୀ, କିନ୍ତୁ ମାଙ୍କ ଦୁଃଖ ବିଷୟରେ ସେମାନେ କୌଣସି ଧାରଣା ନଥିଲା। ହଠାତ୍ ଇନ୍ସପେକ୍ଟର ଆସି ତାଙ୍କ ମାଛଗୁଡ଼ିକୁ ମାଟିରେ ପକାଇଦେଲା। ଗନ୍ଧ ଚାରିଆଡ଼େ ବ୍ୟାପିଗଲା। ଲୋକମାନେ ଭିଡ଼ ଜମା ହେଲେ, କିନ୍ତୁ କାହାରି ସାହସ ହୋଇଲା ନାହିଁ। ସେ ଅନ୍ୟାୟକୁ ଅଟକାଇବାରେ କେହି ଆସୁନାହାନ୍ତି। ଭିଡ଼ ମଧ୍ୟରେ ଥିଲା ଜଣେ ପୁଅ, ସୋସିଆଲ ମିଡିଆରେ ପ୍ରସିଦ୍ଧ। ସେ ତାଙ୍କ ମୋବାଇଲରେ କାଢ଼ି ସମଗ୍ର ଘଟଣାକୁ ରେକର୍ଡ କରିଲେ। ଇନ୍ସପେକ୍ଟର ଗାଳି ଦେଇଥିଲେ, ଲୋକମାନେ ହସୁଥିଲେ, କିନ୍ତୁ କରୀନା ଦେବୀଙ୍କର ହୃଦୟ କେବଳ ଏକ ଭୟ। ଯଦି ମୋର ଦୁଇ ଝିଅ ekଥା ଜାଣିଥାନ୍ତି, କିଏ ଜାଣେ କଣ ହବ। ମୁଁ ଚାହେଁ ସେମାନେ କେବେ ଏଥିରେ ଜାଣନ୍ତୁ ନାହିଁ, ନଚେତ୍ ଝଡ଼ ଆସିବ। ଧୀରେ ଧୀରେ ଲୁହ ପୋଛି ସେ ମାଛଗୁଡ଼ିକ ଟୋକେଇରେ ରଖି ଘର ପଟେ ଚାଲିଗଲେ। ଅନ୍ୟପକ୍ଷରେ ପୁଅଟି ଭିଡିଓ ଅପଲୋଡ କଲା ଓ କ୍ୟାପସନରେ ଲେଖାଥିଲା, ଏହି ବୃଦ୍ଧା ମାଙ୍କର କୌଣସି ଦୋଷ ନଥିଲା, କିନ୍ତୁ ଇନ୍ସପେକ୍ଟର ତାଙ୍କ ମାଛକୁ ରାସ୍ତାରେ ପକାଇଦେଲେ। ଏହା ଠିକ୍ କି?